ଚାଲନ୍ତୁ ବନେଇବା ମଟର ପୁରୀ ବା ମଟର କଚୋରୀ। ଏବେ ତ ମାର୍କେଟରେ ଫ୍ରେଶ ଗ୍ରୀନ ମଟର ମିଳି ଯାଉଛି ଆଉ ୟାର ଟେଷ୍ଟ ବି ବହୁତ ବଢିଆ ଥାଏ। ସେଇଥିପାଇଁ ଏଥିରେ ପୁରୀ ହଉ ବା ପରଟା ଖାଇବା ପାଇଁ ଭାରି ବଢିଆ ଲାଗେ। ହେଲେ ୟାର ଚୋପା ଛଡେଇବା ପାଇଁ ଟିକେ ବୋରିଂ ଲାଗେ। ଏତେ କଷ୍ଟ କରିକି ଚୋପା ଛଡେଇବୁ, ଶେଷରେ ମଟର କମ ବାହାରିବ, ଚୋପା ଅଧିକ ହେଇଯାଇଥିବ। ଚୋପା ଛଡେଇବା ପାଇଁ ମତେ ବିରକ୍ତି ଲାଗୁଥିଲା, ସେଥିପାଇଁ କିଟି ଆସିକି ମତେ ଟିକେ ସାହାଯ୍ୟ କରିଦଉଥିଲା। ସାହାଯ୍ୟ କରୁଥିଲା କି କାମ ଲଗଉଥିଲା ମୁଁ ନିଜେ ବି ଜାଣିପାରୁନଥିଲି। କାହିଁକି ନା ଚୋପା ତ ବାହାର କରିପାରୁନଥିଲା, ହେଲେ ମଟର ଛଡେଇବ ବୋଲି ଜିଦି କରୁଥିଲା। ସେଇଥିପାଇଁ ମୁଁ ତାକୁ ଅଧା ଚୋପା ଛଡେଇକି ଦେଲା ପରେ ତା ଭିତରୁ ମଟର ସେ ବାହାର କରୁଥିଲା। ୟାକୁ ତ ମୁଁ ରାତି ଖାଇବାରେ ବନେଇଥିଲି, ସାଙ୍ଗରେ ଆଳୁଦମ ବି କରିଥିଲି ଆଉ ଖାଇବା ପାଇଁ ବି ବହୁତ ବଢିଆ ଲାଗିଲା। ତାହେଲେ ଚାଲନ୍ତୁ ଦେଖିବା ମୁଁ କେମିତି ବନେଇଥିଲି। ପ୍ରଥମେ ପୁରୀ ପାଇଁ ଅଟାରେ ଅଳ୍ପ କିଛି ସୁଜି, ତେଲ, ସ୍ୱାଦ ଅନୁସାରେ ଲୁଣ ଆଉ ପାଣି ଦେଇକି ଭଲ ଭାବେ ଚକଟି ଦେଲି। ତାପରେ ତାକୁ ଘୋଡେଇକି କିଛି ସମୟ ପାଇଁ ରଖିଦେଲି। ସେଇ ଭିତରେ ଷ୍ଟଫିଂ ପାଇଁ ମଟରକୁ ଦରଦରା କରି ଗ୍ରାଇଣ୍ଡ କରିଦେଲି। ଯେହେତୁ ସେ ଜାରରେ ମୋର ଆଗରୁ ମସଲା ଥିଲା, ସେଥିପାଇଁ ମୁଁ ସେଥିରେ ବେଶୀ କିଛି ମସଲା ଆଡ କରିନଥିଲି। ତାପରେ ମଟରରୁ କଞ୍ଚା ବାସ୍ନା ଯିବା ପାଇଁ ତେଲରେ ଟିକେ କଷିଦେଲି ଆଉ ସେଥିରେ କିଛି ଗୁଣ୍ଡ ମସଲା ପକେଇଥିଲି। ଛାଣିଲା ବେଳେ ତେଲକୁ ଲୋ ମିଡିୟମ ଫ୍ଲେମରେ ରଖି ଛାଣିବା ପାଇଁ ପଡିବ। ତାପରେ ରେଡି ହେଇଯିବ ଟେଷ୍ଟି କଚୋରୀ। ମଟର ଷ୍ଟଫିଂ ପୁରୀ ହବା ପରଟା ଖାଇବା ପାଇଁ କାହାକୁ ଭଲ ଲାଗେ କମେଣ୍ଟ କରିବା ପାଇଁ ଜମା ବି ଭୁଲିବେନି। ଧନ୍ୟବାଦ।